କହିଲି ଇନସିଡେଣ୍ଟ ପହରଦିନ ବିଷୟରେ। ସେ କାଲି କହିଲା ମୁଁ ଶୋଇଛି, କହିଲା ମୁଁ ତା ସହିତ ଶୋଇଛି। ଆଉ ମୁଁ କହିଲି ଆଉ କଣ କଲା ନା ମୋର କପଡା ଖୋଲି ଦେଇଥିଲା। ଆଉ ଆଉ କଣ କିଛି କହିଲାନି, ତାପରେ ହସିଲା ସେ। ତ ତାକୁ ମୁଁ କହିଲି ଟିକେ ତାର ମୁଣ୍ଡ ଟିକେ ଖରାପ ଅଛି, ଗୋଟେ କଥାକୁ ବାରମ୍ବାର ରିପିଟ କରୁଛି, ଦୋହରୁଛି। ସେ କହୁଛି ସେ ମୋ ଭାଇ, ମତେ ଭାଇ ଆସିକି ମୋ ନେଇଗଲା। ମୁଁ କହିଲି କୋଉ ଭାଇ? ନା ମୋ ସ୍ୱାମୀ। ତ ଏହା କହୁଛି, କିନ୍ତୁ ସେ ଏତେଟା କହିପାରୁନି। ନା ସେ କହିଲା ଗୋଟେ ବଡ ଗାଡିରେ ଆସିକି ମତେ ନେଇଗଲେ କହୁଛି, କିନ୍ତୁ ସେ କହୁଛି ସେମିତିଆ କିଛି କହିପାରୁନି। ଖାଲି କହିଲା ତା ମୁଣ୍ଡ ଟିକେ ବିଚଳିତ ଅଛି, କି ତା ମୁଣ୍ଡ ଟିକେ ଖରାପ ଅଛି, କି କଣ ତାର ନିଶା ଥିବ କି କଣ, ମୁଁ ଜାଣିପାରୁନି। ବେଙ୍ଗଲୀ କହୁଛି, ଟିପିକାଲ ବେଙ୍ଗଲୀ। ମାନେ ସେ ବେଙ୍ଗଲୀ ବି ବୁଝିବା ବହୁତ କଷ୍ଟ, ମାନେ ପୁରା ବର୍ଡର ଭିତରେ। ଆମେ ଯାହା ବୁଝିଲୁ ତାକୁ ବାହାରୁ କୋଉଠି କିଏ ଆଣିକି ତାକୁ ଛାଡି ଦେଇଛି। ଛାଡି ଦେଇକି ମିସ୍ ୟୁଟିଲାଇଜ କରୁଛନ୍ତି। ଏମିତିକା ଗାଡିରେ ଲୋକ ନେଇକି ଯାଆନ୍ତି, ପ୍ରାୟ ଜାଣିଛନ୍ତି ସେ ଜାଗାରେ ସେ ଶୋଉଛି କରୁଛି, ତାକୁ ନେଇକି ଲୋକ ୟୁଜ କରୁଛନ୍ତି, ଯେତିକି ଜାଣିଲି। ଆଉ ମୁଁ ଫିଲ୍ କଲି ତାକୁ ଯେ ସେ ଲୋକଟା ମାନେ ଭଲ ଲୋକଟା, କିନ୍ତୁ ତାର ରିମେମ୍ବରିଂ ମାନେ ମନ ରଖିବା ଶକ୍ତି କିଛି ନାହିଁ। ସେ କିଛି କହିପାରୁନି। ସେ ଖାଲି କହୁଛି ମୁଁ ଯାଇଥିଲି, ମୁଁ ଶୋଇଛି ତା ସହିତ।